ଆପଣଙ୍କର ଗୀତ ଆପଣ କାହୁଁ ଆସିବେ ବନମାଲି ତେତେଆ ଯୁଗରେ କାଁ ଗୀତ ଅଛି ଯେ କାହୁଁ ଆସିବେ ମୋର ଦୁଃଖ ନାସିବେ ଦୁଃଖୀ ଧନ ବନମାଲି ଆଜ୍ଞା ତ୍ରେତୟା ଯୁଗରୁ ଭେଟ ମୋର ନାହିଁ ଯିବେନ ମତେ ସେ ଭୁଲି। ଆଜ୍ଞା ସେ ଗୀତଟା ଆପଣ ହଁ ସାର୍ ଏଇଟା 2019ରୁ ମୋର ଗୀତ ଲେଖା ହେଲା ଯେନ୍ତା କି ଆମର ସୁରେଶ୍ୱରୀ ମହିଳା ଦଣ୍ଡ ନୃତ୍ୟ ଆମର କ୍ୟାସେଟ ରେକର୍ଡିଂ କରିଛନ୍ ସେଟା ଆକ୍ଚୁଆଲି ମାମି ଉର୍ମା ଗାଇଛନ୍। ତ ଆଜ୍ଞା ମାମି ଉର୍ମା ଛଡା ଏବେ ସବୁ ରାଧା ମାନେ ବି ଗାଉଛନ୍। ସବୁ ରାଧା ଆମର ମାନେ ଫାଷ୍ଟ ସେ ତାର ମାନେ ଗାଇଥିଲେ ଯେନ୍ଟା କି ହଁ ବହୁତ ତାଙ୍କୁ ଶିଖା ପଢା କରି ଗୀତ ଆଜ୍ଞା ଟା ଆରମ୍ଭ କରିକିରି ମାନେ ତାର ଅର୍ଥ ଥିଲା ସେ ଜାଗାରେ ହଁ ଯେ ଭଗବାନଙ୍କୁ ଗୋଟେ ଭକ୍ତ ଭଳିଆ ଗୋଟେ ରାଧା ସ୍ୱରୂପୀ ଆଜ୍ଞା ଆଜ୍ଞା ଯେ କାହୁଁ ଆସିବେ ମୋର ଦୁଃଖ ନାସିବେ ହୁଁ ମାନେ ତ୍ରେତୟା ଯୁଗରେ ସେ ରାମଚନ୍ଦ୍ର ହେଇଥିଲେ ମୁଇଁ ତ୍ରେତୟା ଯୁଗରେ ସୀତା ହେଇଥିଲି। ହୁଁ ଆଉ ତ୍ରେତୟା ଯୁଗର ପରେ ପରେ ଦ୍ୱାପର ଯୁଗ ଆସିଗଲାନ ହୁଁ ଯୁଗ ବିତିଗଲାନ ତାର ଅର୍ଥ ହୁଁ ଆରୁ ତାଙ୍କର ମୋର ଭେଟ ଘାଟ ନାହିଁ ଆର୍ ସେ ମତେ ଆର୍ କେନେ ସୁର କରିଥିବେ ହୁଁ ଆର୍ ସେ ସତ୍ୟ କାଁ ଆସିବେ ସତ୍ୟ ଆସିକି ମୋର ଯେ ଦୁଃଖର ବେଦନା ତାକେ ହରଣ କରିବେ ଆର୍ ଯଦି ସେ ପ୍ରକୃତିରେ ଆସିଥିବେ ତାର ଅର୍ଥ ହଉଛି ଏଇଟା ଯେ ତ୍ରେତା ଯୁଗରେ ଗଙ୍ଗା କୂଳରେ ତୁମର ଥିବର ଥୋଇଲା ପାଦ ତ୍ରେତା ଯୁଗରେ ଗଙ୍ଗା କୂଳରେ ତୁମର ଧୀବର ଧୋଇଲା ପାଦ ପୂର୍ବ ଜନ୍ମରେ କି କର୍ମ କଲା ଯେ ପାଇଲା ଏଡି ସମ୍ପଦ। ଆଜ୍ଞା ଆଜ୍ଞା ଆଉ ଗୋଟେ ଧୀବର ହୁଁ ସକାଳ ହୁଁ ପାଇଲେ ତାଙ୍କର ମାଛ ମରା କାମ ଆଜ୍ଞା ଜୀବ ହତ୍ୟା କାମ ହୁଁ ତ ଗୋଟେ ସେ ଧୀବର ଗୋଟେ ଭଗବାନଙ୍କର ପାଦ ସ୍ପର୍ଶ କରି ପାରିଲା ପାଦ ଧୋଇଲା 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 ତାପରେ ନିଜର ଗାମଛା ବି ପୋଛିଲା ହୁଁ ସେ ଭଗବାନଙ୍କର ଗାମଛା ଟେକି ବି ତାର ମାନେ କାଣା ହେଲା ସେଟା ବି ଲେଖା ହେଇଛି ଆଜ୍ଞା ଆମର ଯେନ୍ଟା କି ଟାର୍ଗେଟ ଦଣ୍ଡରେ ଆମର ସେ କୁନା ବାବୁ ମାନେ ସେ ଗୀତ ଗାଇଛନ୍ ଯେ ଆଜ୍ଞା ଭକ୍ତ ଜନ ପ୍ରାଣ ହିତେ ମର୍ତ୍ୟ ହୁଁ ଜନମ ମର୍ତ୍ତେ ଆଜ୍ଞା ଆଜ୍ଞା ମାନେ ସେ ଧୀବର ର ମାନେ ତାଙ୍କର ଗାମୁଛା ଭଗବାନ ମାନେ ପତିତ ପାବନ କରିଦେଲେ। ହୁଁ ମାନେ ବଡ ଦେଉଳର ନୀଳଚକ୍ରରେ ଯେନ୍ ପତିତ ପାବନ ବାନା ଅଛି ହୁଁ ହୁଁ ସେ ଜିନିଷ ଗୁଡାକ ବି ତାମାନେ ଲେଖା ହେଇଛି ସାର୍ ଆଜ୍ଞା ବୁଝିଲେ ଇ ଉପରେ ଟିକେ କହୁନ ଆମେ ଯେନ ଗୀତ କିନ୍ତୁ ଗାଉଛୁ ଆଜି ମାନେ ଆମର ପ୍ରତ୍ୟେକ ଡଣୁଆ ମାନେ ବି ଆମର କଳାକାର ଭାଇ ମାନେ ବି ଗାଉଛ ହୁଁ କିନ୍ତୁ ଆମର ପାରାୟଣ ଗାୟିକା ଗାୟକ ବନ୍ଧୁ ମାନେ ହୁଁ ମୁଁ ତାଙ୍କର ଚରଣରେ ମୋର କୋଟି ନମସ୍ୟ କିନ୍ତୁ କାଣା କହିବେ ଦୁଃଖର ଆଜ୍ଞା ବିଷୟ ଆପଣ ସେଇ ଗୀତ ଟା ଗାଉଛନ୍ ସବୁ ଏବେ ପାରଣା ଗାୟିକା ବେଶ ଗାଉଛନ୍ ମୁଇଁ କେତେଟା ଜଣ ଶୁଣିଲି ପାରାୟଣ ଗାୟିକା ଗାୟକ କର୍ମାରେ ବି ଗାଉଛନ୍ କୀର୍ତ୍ତନରେ ବି ଗାଉଛନ୍ ଆଜ୍ଞା ଆଜ୍ଞା କିନ୍ତୁ ହୁଁ କମ ସେ କମ ଯଦି ନା ଧରବାର ଲାଗି କିଛି ତାଙ୍କୁ ଖରାପ ଲାଗୁଛି ତାଙ୍କର ଲେଖା ଗୋଟେ ଗାଉଛ ବୋଲିକି ଯଦି କହତେ ହୁଁ ହଁ ଆଜ୍ଞା ହଁ ପହିଲା ଯଦି କହିଦେତେ ବୋଇଲେ ସେଟା ବି ପହଲା କହିଦେତେ ଯେ ଆଜ୍ଞାଙ୍କର ମାନେ ଗୋଟେ ଜାଲ ଆଜ୍ଞାଙ୍କର କି ବିପିନ ଜାଲ ଆଜ୍ଞାଙ୍କର ଗୋଟେ ଗୀତଟେ ସୁନ୍ଦର ଗୀତଟେ ଗାଉଛୁ ହୁଁ ବହୁତ ଭଲ ଲାଗୁଛି ସେ ଗୀତ ବୋଲିକିରି ଖାଲି କହିଦେଇଥି ଆର୍ ଗୀତ ଗାଇତେ ନା ଭର୍ତ୍ତି ନାଇଁ କରିବେ ସେଇଟା ଗୋଟେ ପ୍ରକାର ବି ତାର ମାନେ ଆତ୍ମତୃପ୍ତି ଲାଗତା ଆଜ୍ଞା ଆଜ୍ଞା କିନ୍ତୁ ବହୁତ ବନ୍ଧୁ ମାନେ ଗାୟକ ମାନେ ଗାୟିକା ମାନେ ଗାଉଛନ୍ ଯେନ୍ଟା କି ତାର ମାନେ ଗାଇ ସାରିଲା ଗାଇବାର ତ ତାର ମାନେ ସେଟା ନା ନାଇଁ ଧରବାର ଏଇ ଲୋକ ତା ମାନେ ଟିକେ ଦୁଃଖ ଲାଗୁଛି ଖରାପ ଲାଗୁଛି ଦୁଃଖ ଲାଭ ଆଜ୍ଞା ଯେହେତୁ ଗୀତଟା ବହୁତ ଦୁଃଖ ଲାଗୁଛି ସୁପର ହିଟ୍ ଗୀତ ସୁପର ହିଟ୍ ଗୀତ ନା ହେଇଥିଲେ ସମସ୍ତେ ଗାଇତେ ଗାଁ ଆଜ୍ଞା ଗାୟତ୍ରୀ ଯେନ୍ ଗୀତଟା ଲୋକଲୋଚନକେ ଆସିଲା ସୁପର ହିଟ୍ ହେଲା ସେ ଗୀତ ସମସ୍ତେ ଗାଇବେ ଆଜ୍ଞା ଆଜ୍ଞା ସମସ୍ତେ ଗାଉଛନ୍ କିନ୍ତୁ ନା ଧରବା ଲାଗି କାଇଁ ଭିଡଟେ ପଡୁଛି ଯେ ମୂଳ ହଁ କବି ତାଙ୍କ ନାଁ ଟା କାଇଁ ନା ଧରବାକେ ନାଇଁ ଯଦି ବି ସେ ନାଁ ଧରବାର ଲାଗି ତାଙ୍କର ପଦ ନାଇଁ ପଡୁଥିବା କି ତାଙ୍କର ମାନେ ଗୀତରେ ସେ ଜିନିଷ ଟିକେ ନାଁ ଆସୁଥିବା କି କାଣା ହଉଥିବା କମ ସେ କମ ତାର ପୂର୍ବରୁ ହଁ ମାନେ ଏଇଟା ଆମର ଯେନ୍ତା ଆମେ ମାନେ ଯେନ୍ତା ଗାଉଛୁ ଗଙ୍ଗାଧର ମେହେର ଲେଖିଛନ୍ ଗୋଟେ ସୁନ୍ଦର ପଦଟେ ହଁ ଆଜ୍ଞା କି ମାନେ ଅଚ୍ୟୁତ ଦାସ ଲେଖିଛନ୍ କି ସାରଳା ଦାସ ଲେଖିଛନ୍ ଆଜ୍ଞା ବୋଲି ଆମେ ଆଜ୍ଞା ଯେନ୍ତା କହିସୁଁ ସେମିତି ସେ କହିହବ ଆଜ୍ଞା ପ୍ରକାର ଗୋଟେ ପ୍ରକାର ହୁଁ ଆମର ଡର ଗୁରୁ ହେଲା ବିପିନ ଚାନ୍ଦ ତାଙ୍କର ଲେଖାର ଗୋଟେ ଗୀତଟେ ଗାମା ବୋଲି କହିଲେ ବି ସେତକିରେ ବି ଆଜ୍ଞା ଆତ୍ମ ତୃପ୍ତି ଲାଗତା ହଁ ଭଲ ଲାଗତା ମତେ କିନ୍ତୁ ତ ଦୁଃଖ ଏଇଟା ଲାଗୁଛି ଆମେ ଆଜ୍ଞା ଦିନେ ଗୋଟେ ଜିନିଷଟେ ହୁଁ କିଛି ଗୋଟେ କାଣା କରିବି ବୋଲିକରି ମୁଇଁ ତ ତାମାନେ ଭାବୁଛେ ହୁଁ ହେଁ ହୁଁ ଆରୁ ମାନେ ମତେ ସମୟ ନାଇଁ ମିଳିବାର ଯେନ୍ତା କି ତମର ସିରିଏଲ ମୋର ଦଣ୍ଡ ଏଇଟା ଚାଲିଛି ହଁ ହୁଁ
तो आज्ञा मते ସିରିଏଲ। ଟିକେ ଭଲ ନାଇଁ ଲାଗଲା ଏଟା ଯେ ମୁଇଁ ଏତିଲି ଆପଣଙ୍କୁ ଫୋନ କଲି। ହଁ ସାର୍ ମୁଇଁ ବି ଶୁଣୁଛେ ସବୁ ଗାୟିକା ମାନଙ୍କୁ ହୁଁ ଗାୟକ ମାନଙ୍କୁ ମୁଁ ଧନ୍ୟବାଦ ଦଉଛେ ବହୁତ ହୁଁ ଥ୍ୟାଙ୍କ୍ସ ଜଣାଉଛେ। ହୁଁ ହେଲେ ଦୁଃଖ ଲାଗୁଛେ ବହୁତ ଦୁଃଖ ଲାଗୁଛେ ଦୁଃଖ ପରେ ଆମେ ଥ୍ୟାଙ୍କ୍ସ ଦଉଛେ ତାଙ୍କୁ ହୁଁ ବୁଝିଲେ। ହୁଁ ତାଙ୍କର ଟୁଣ ମାନଙ୍କୁ ତାଙ୍କର ଗଳାରେ ତାଙ୍କର କଣ୍ଠରେ ବହୁତ ସୁନ୍ଦର ଲାଗୁଛି ମୁଇଁ ସେଟା ବି ମାନୁଛେ ହୁଁ ବୁଝିଲେ। ହୁଁ କିନ୍ତୁ ନିଜର ନା ଗାଁ ଟିକେ ଧରିଦେଲେ ସେମାନେ ସାନ ନାହିଁ ଜାନ କି ବଡ ନାହିଁ ଜାନ। ସତ କଥା। ଯଦି ବି ସେମାନେ ବଡ ବଡ ଲୋକମାନେ ବୋଇଲେ ହୁଁ ହଁ ସେମାନେ ସାନ ନାହିଁ ହ ନାଇଁ। ହୁଁ ଠିକ ଅଛି ଆଜ୍ଞା। ଆଜ୍ଞା। ତ ଆର ପଦେ କହନ ସେଇ ପାରଣ ଗାୟିକା ମାନଙ୍କୁ କାଣା କହିବେ ବୋଲେ। ଆଉ କାଣା କହିମି ଯଦି ସେଇ ଗାୟିକା ଗାୟକ ବନ୍ଧୁ ମାନେ ଭାଇ ଭଉଣୀ ମାନେ ଯଦି ମାନେ ଗୋଟେ କବିର ଗୋଟେ ମାନେ କଳାର ଗୋଟେ କବିର ଯଦି ତାର ମାନେ ଦୁଃଖ କେ ଚିହ୍ନି ପାରିଥେ ଗୋଟେ ଲେଖକର ହୁଁ ପରିଶ୍ରମ କି ଯଦି ଚିହ୍ନି ପାରିଥେ ଆଜ୍ଞା ବୋଇଲେ ନିଶ୍ଚିତ ରୂପେ ଗୋଟେ ନାଟେ ସେମାନେ ଯଦି ପୁରୁଣା ଟିକେ ଧରି ଦେତେ ଆଜ୍ଞା କବି ହେତ୍କରେ ମୁକ୍ତି ପାଇ ଆସି କବି ହେତ୍କରେ ଧର୍ମ ଧନ୍ୟ ହେଇ ଆସି ଆଜ୍ଞା ଆଉ କବି ହେତ୍କିରେ ବା ଲେଖକ ହେତ୍କିରେ ହୁଁ ହଁ ହୁଁ ମାନେ ଆମେ ତ ସେତିକି କବି ବି ନାଇଁ ହେଇପାରୁ ହୁଁ ଯେହେତୁ ଲେଖୁଛୁ ପରିଶ୍ରମ କରି ଲେଖୁଛୁ ହୁଁ ଲେଖକର ଯଦି ବି ଆମେ ଯିମୁ ବୋଇଲେ ବି ହୁଁ ହେତ୍କିରେ ବି ଲେଖକ ହୁଁ ମାନେ ତାର ଆତ୍ମ ତୃପ୍ତି ଲାଗିଯାଇସି ହୁଁ ଆଉ ଯେନ୍ ପରିଶ୍ରମ କରିଥିସି ସେ ପରିଶ୍ରମର ଫଳ ପାଇଲା ଭଳିଆ ଲାଗସି ତାର ମାନେ ଆଜ୍ଞା ଆଜ୍ଞା ତ ତେଣୁକରି ମୁଁ ସମସ୍ତଙ୍କୁ ମୋର ନିବେଦନ ଯେ ଆଡଭଟାଇଜ ମାଧ୍ୟମରେ ହେଲେ ଯେ ନାଇଁ ତାଙ୍କର ଲେଖା ପଦେ ଗୁଡ଼ିକ ଯଦି କହିତେ କିନ୍ତୁ ମୁଇଁ ଯାହା ଜାଣିଛେ ସବୁ କଳାକାର ଭଉଣୀ ମାନେ ଭାଇ ମାନେ ବନ୍ଧୁ ମାନେ ଗୁରୁ ମାନେ ଜାଣିଛନ୍ ମୋର ଲେଖା ସମସ୍ତେ ଜାଣିଛନ୍ ସେଟା ହଁ ବିପିନ ଜାଲର ଲେଖା ବୋଲି ସମସ୍ତେ ସମସ୍ତେ ଜାଣିଛନ୍ତି ଆଜ୍ଞା ଜାଣିଛନ୍ ଜାଣିଛନ୍ ଜାଣିକରି ସେ ଜିନିଷ ମାନେ ନା ନାଇଁ ଧରବାର କାହିଁ ଲାଗି ହୁଏତ ପ୍ରେଷ୍ଟିଜ ଯିବା ବୋଲିକରି ଭାବିକିରି ହଁ ହଁ ଅବଶ୍ୟ ହେଇଥାଇପାରେ ହେଇଥାଇପାରେ ତାଙ୍କର ଆତ୍ମାର ସେଟା ଭାବିଥିବେ ତ ପ୍ରେଷ୍ଟିଜ କିଛି ନାଇଁ ଯା ବନ୍ଧୁ ମାନେ ଯଦି ଆଡଭଟାଇଜ ଭଳିଆ ଗୋଟେ ନାଁ ଟେ ଧରି ଦେଇଥିବ ବୋଲେ ଗୋଟେ ଲେଖକର ହୃଦୟ କେ ମାନେ ଯେତେ ଦୁଃଖରେ ଥିଲେ ବି ପଦ୍ମ ଫୁଲ ଫୁଟିଲା ଭଳିଆ ଲାଗିଥାଏ କିନ୍ତୁ ତାଙ୍କର ପୁଣି ସେ ପଦ୍ମ ଫୁଲ ଫୁଟିଲା ଭଳିଆ ସେ ଗୀତ ଟା ଲାଗୁଛି କିନ୍ତୁ ଯିଏ ଲେଖିଛନ୍ତି ତାଙ୍କୁ ସେ ଫୁଲ ଭିତରେ କଣ୍ଟା ଗୋଟେ ଗୋଟେ ଫିଟିଲା ମିତାନ ମତେ ଲାଗୁଛି ବନ୍ଧୁ ମାନେ ହଁ ତ ଆମେ କାହାକେ ତ କୌଣସି ଗୀତ ତ ମନା କରବାର ନାଇଁ ନ ହୁଁ ନାଇଁ ଗଉନ ବୋଲିକିରି ଆଜ୍ଞା ଆଜ୍ଞା କିନ୍ତୁ ଆମର ପରମ୍ପରାରୁ ଆମର ଯେନ୍ ଡର ଦୁନିଆ ହଁ ଡଣ ହଁ ସଂସାର ଡର ର ଯେତେ ବି ତାମାନେ ଆମର ପୂର୍ବ ପୁରୁଷ ଗୁରୁ ମାନେ ଥିଲେ ହଁ ସବୁ ଗୁରୁ ମାନଙ୍କର ଭକ୍ତି ମାନେ ଦଉଥିଲେ ବୋଲିକରି ଆଜି କାଲି ଆମେ ମାନେ ବି ଭର୍ତି ଦଉଛୁ ଆଜ୍ଞା 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 ତ ଏଇଟା ଥିଲା ଦଣ୍ଡ ଗୁରୁ ଦଣ୍ଡ ମହର୍ଷି ଏବଂ ଦଣ୍ଡ ଅର୍ଜୁନ ଦଣ୍ଡ ରତ୍ନ ବିପି ଜାଲଙ୍କର ଗୀତ ଲେଖା ଉପରେ ଯେନ୍ ପାରାୟଣ ଗାୟିକା ମାନେ ଗୀତ ଗାଉଛନ୍ ଏବଂ ତାଙ୍କ ନାଁ ଧରବା ଲାଗି ତାଙ୍କୁ ଖରାପ ଲାଗୁଛେ ସେଥିଲାଗି ଆଉ ଗୋଟେ ଆଜ୍ଞା ହଁ ଆଜ୍ଞା ଆମର ତିନିଟା ଗୀତ ଆମର ତିନି ଚାରିଟା ଗୀତ ହେଇছে ଆମର ଯେନ୍ତା କି ଭାବର ଭୋଲା ଚକା ଡୋଲା ମନ୍ଦର ଧର ହରି ନନ୍ଦ ଭୋଳା ହଁ ଏଇଟା ହଉଛି ଆମର ସୁରେଶ୍ଵରୀ ଡଣର ହଁ ଯେନ୍ତା କି ଏଇ ଗୀତ ପ୍ରଥମରେ ଗାଇଥିଲେ ଆମର ଯେନ୍ଟାକି ସନାତନ ରଣ ଆଜ୍ଞା ଆଜ୍ଞା ମୋର ଲେଖା ହଁ ହଁ ବୁଝିଲେ ହଁ ତାପରେ ଏଇ ଗୀତ ବି ତାର ଭାଇରାଲ ଅଛି ହଁ ମୁଇଁ ଆଜ୍ଞା ଶୁଣିଲିନ ହୁଁ ସେଟା ବି ପାରାୟଣ ଭାଇ ବନ୍ଧୁ ମାନେ ଗାଉଛ ହୁଁ ଅନେକ ପ୍ରକାର ଗାଇ ଦଉଛନ୍ତି ସାହାକେ ତାପରେ ଦେଖ ନଟବର ରଙ୍ଗାଧର ଅମିତ ଧୈର୍ଯ୍ୟ ଧରା ଦେବ କି ହୁଁ ହୁଁ ଏଇଟା ବି ତାମାନେ ଗାଉଛ ହୁଁ ତ ଦେଖନ୍ତୁ ଦର୍ଶକ ବନ୍ଧୁ ଆସିଲେ ଆଉ ଗୋଟେ ଗୀତ ଆଜ୍ଞା ହୁଁ ଧନ କେ ମୋର କିଏ କାଁ କଲା ମୋର ଗୋଟା ଦରପନ କିଏ ଭାଙ୍ଗିଦେଲା ହୁଁ ଏଟା କାହିଁ ଆଜ୍ଞା ମୋର 15 ବର୍ଷ ହେବାର ମୁଁ ଏଇ ଗୀତ ଲେଖିଥିଲି ହୁଁ ଆର୍ ନିଜେ ମୁଇଁ ରେକର୍ଡିଂ ନାଇଁ କରି ମୁଇଁ ତାପରେ ଷ୍ଟେଜ ମାନଙ୍କୁ ଗାଉଥିଲି ହୁଁ ବୁଝିଲେ ହୁଁ ଧନ କେ ମୋର କିଏ କାଁ କଲା ମୋର ଗୋଟା ଦରପନ କିଏ ଭାଙ୍ଗିଦେଲା ହୁଁ ଏଇଟା ମୁଁ ଫାଷ୍ଟ ଆରମ୍ଭ କରି ଲେଖିଲି ସାର୍ ସାର୍
କହିଲେ। ଠିକ୍ ଅଛି ସାର୍ ଆମେ ଏଇଟା ଦର୍ଶକ ମାନଙ୍କୁ ପହଞ୍ଚାଉଛୁ ଆଇ ଆପଣଙ୍କର ଯେନ୍ କ୍ଷୋଭ ପ୍ରକାଶ କରୁଛନ୍ ତ ଆଜ୍ଞା ଯେନ୍ କଣ୍ଠଶିଳ୍ପୀ ମାନେ ଗାଉଛନ୍ ବି ଆଜ୍ଞା ମାନଙ୍କୁ ବା ମ୍ୟାଡମ ମାନଙ୍କୁ ଅନୁରୋଧ କରୁଛେ ଯେ ବିପିନ ଜାଲ ଆଜ୍ଞାଙ୍କର ଯେହେତୁ ଗୀତ ଗାଉଛନ୍ ଆପଣ କମ୍ ସେ କମ୍ ତାଙ୍କର ନାଁ ଟିକେ ଧରୁନ୍ କହିଲା ହେଲେ ନା ତାଙ୍କ ନାଁ କହିଦଉନ୍ ଯେ ଏଇଟା ତାଙ୍କର ଲେଖା ବୋଲିକି ତ ଆପଣ ମାନେ ତାଙ୍କର ଗୀତ ଗାଉଛନ୍ ଆଉ ତାଙ୍କ ନାଁ ନାଇଁ ଧରବା ତ ଏଡେ ବଡ ଦଣ୍ଡ ଗୁରୁ ଦଣ୍ଡ ରତ୍ନ ଦଣ୍ଡ ମହର୍ଷି ଦଣ୍ଡ ଅର୍ଜୁନ ବିପିନ ଜାଲ ଯେକି ସାରା ଦେଶରେ ବି ସମ୍ମାନ ପାଇ ଆସିଲେନ ଆପଣ ମାନେ ତାଙ୍କର ଗୀତ କେ ଗାଇକିରି ଯେନ୍ ଆପଣ ତାଙ୍କ ନାଁ ନାଇଁ ଧରବାକେ ତ ଆପଣ ମାନେ ଦେଖିଲେ ତ ସେ ବିପିନ ଜାଲ ସାରଙ୍କର କେତେ କ୍ଷୋଭ ପ୍ରକାଶ ତ ଏମିତିକିରି ଭୁଲ ନାଇଁ କରବା କଥା ମୁଇଁ ଭାବୁଛା ଯେ ତାଙ୍କ ନାଁ ଟା କହିଦେଲେ ଟିକେ ଭଲ ହବା।